ଅଭିଯୁକ୍ତ କୋରାପୁଟ ଜିଲ୍ଲା ପ୍ରକୃତିର ଗନ୍ତାଘର। ଦେବାଦେବୀଙ୍କ ପୀଠଠାରୁ ଆରମ୍ଭ କରି ସବୁଜ ବନାନୀ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭରପୁର ହୋଇ ରହିଛି। ଏହା ଗୁପ୍ତେଶ୍ୱରଙ୍କ ପୀଠ। ଗୁପ୍ତେଶ୍ୱରଙ୍କ ପୀଠକୁ ଯିବା ପୂର୍ବରୁ ଆଗେ ମା ଡାଲଖାଇ ଠାକୁରାଣୀ ପଡ଼ିବେ। ଡାଲଖାଇ ଠାକୁରାଣୀଙ୍କ ନିକଟରେ ଡାଳ ପତ୍ର ସମର୍ପି ଏବଂ ଦୀପ ଜାଳି ଲୋକମାନେ ଗୁପ୍ତେଶ୍ୱରଙ୍କୁ ଯାଇ ଦର୍ଶନ କରନ୍ତି। ଗୁପ୍ତେଶ୍ୱରଙ୍କ ବାହାରେ ଥିବା ବୃଷଭଙ୍କ ନିକଟରେ ନଡ଼ିଆ ଭାଙ୍ଗି ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥାନ୍ତି। ଗୁପ୍ତେଶ୍ୱର ଗୁମ୍ଫା ଭିତରେ ଅଛନ୍ତି। ସେ ଗୁମ୍ଫା ଶହ ଶହ ବର୍ଷର ଗୁମ୍ଫା, ବହୁ ପୁରାତନ। ତାଙ୍କ ନିକଟରେ ପାରାବେଡ଼ା ଗୁମ୍ଫା ଓ ସ୍ୱର୍ଗଦ୍ୱାର ଗୁମ୍ଫା ମଧ୍ୟ ରହିଛି। ସ୍ୱର୍ଗଦ୍ୱାର ଗୁମ୍ଫା ଭିତରେ ବିଭିନ୍ନ ପ୍ରକାର ଯେଉଁଟାକି କଳାଗାଈ, ପୁରାଣ ଯୁଗରେ ସେଇ କଳାଗାଈ କ୍ଷୀର ଦେବା ଅନ୍ୟାନ୍ୟ ଦୃଶ୍ୟମାନ ରହିଛି। ଆଉ କିଆ ଫୁଲ ସେଠି ଭରପୁର ଏବଂ ଗୁପ୍ତେଶ୍ୱର ନଦୀରେ ପବିତ୍ର ନଦୀରେ ଜଳ ସମର୍ପି ଲୋକମାନେ ଯେଉଁ କାଉଡ଼ି ଯାତ୍ରା କରିଥାନ୍ତି ଶ୍ରାବଣ ମାସରେ, ଆଉ ତାହା ମହାପୂର୍ଣ୍ଣ ହୋଇଥାଏ। ଏବଂ ଗୁପ୍ତେଶ୍ୱର ଯିଏ ଯାଇଛନ୍ତି ସେଠାରେ ଦହି, ଘୋଳ ଦହି ନିଶ୍ଚିତ ପିଇବେ ଏବଂ ଝୁଣା ଆଉ ଶାକାକାଇ ବିଭିନ୍ନ ବନ୍ୟ ସମ୍ପଦ ବା ପ୍ରକୃତିର ସମ୍ପଦ ନିଶ୍ଚିତ ଭାବରେ ଆପଣମାନେ ଆଣନ୍ତୁ।